ଯଦି କେହି 30 ଦିନ ଧରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ତେବେ କ'ଣ ହୁଏ? ସେଲ୍ଫ କଣ୍ଟ୍ରୋଲ ଏବଂ ସ୍ୱୟଂ ପାଳନ କରନ୍ତି କେତେକ ଲୋକ ନିମ୍ନଲିଖିତ ଭଲ ପରିବର୍ତ୍ତନ ଅନୁଭବ କରିପାରନ୍ତି। ମାନସିକ ସ୍ପଷ୍ଟତା ବୃଦ୍ଧି, ଧ୍ୟାନ ଓ କେନ୍ଦ୍ରୀକରଣ ଭଲ ହୋଇପାରେ। ଆତ୍ମବିଶ୍ୱାସ ବଢ଼ିବା, ନିଜକୁ ନିୟନ୍ତ୍ରଣ କରିପାରୁଛି ବୋଲି ଭାବ ଆସିବ। ଏନର୍ଜି ଲେଭେଲ ଭଲ ଲାଗିବା, ଶରୀର ଓ ମନ ହାଲୁକା ଲାଗିପାରେ। ପ୍ରୋଡକ୍ଟିଭିଟି ବଢ଼ିବ, ପଢ଼ା କାମରେ ଧ୍ୟାନ ବଢ଼େ। ଅଭ୍ୟାସ ଉପରେ ନିୟନ୍ତ୍ରଣ, ଖରାପ ଅଭ୍ୟାସ କମାଇବାରେ ସହାୟକ କରେ। ମନ ଶାନ୍ତ ରହିବା, ଅତିରିକ୍ତ ଭାବନା କମିପାରେ। ସ୍ୱାନୁଶାସନ ବୃଦ୍ଧି, ଇଚ୍ଛା ଉପରେ କଣ୍ଟ୍ରୋଲ ଶକ୍ତିଶାଳୀ ରୁହେ। ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ, ଲୋକଙ୍କ ସହ ଭଲ ବ୍ୟବହାର କରିହୁଏ। ପ୍ରେରଣା ବଢ଼ିବା, ଲକ୍ଷ୍ୟ ପାଇଁ ଆଗ୍ରହ। ଶାରୀରିକ ସୁସ୍ଥତାର ଅନୁଭବ ଭଲ, ଘୁମ୍ ରୁଟିନ୍ କରିଥାଏ। ଆଶା କରିବି ଭିଡ଼ିଓଟିରେ ଆପଣମାନେ ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ, ଜାଣିଥିବେ ବ୍ରହ୍ମଚର୍ଯ୍ୟର ବେନିଫିଟ୍। ଯଦି ଆପଣ ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି ତ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଆପଣଙ୍କ ଜୀବନ ବଦଳାଇବା ପାଇଁ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।